ମାଲିକ କେମିତି ମାନେ ସମାଧାନ କରିକି ଗୋଟେ ସମସ୍ୟାର ସମାଧାନ କରିବା ପାଇଁ କରନ୍ତୁ ଏବଂ କଳାକାର ବି ଶୃଙ୍ଖଳାରେ ରହିବେ। ମାଲିକ ମାନେ ଭଲରେ ରଖିଲେ ସମସ୍ତେ କଳାକାର ମାନେ एकजुट ହେଇକି ଅଭିନୟ କରିବେ, ଦର୍ଶକ ମାନେ ଦେଖିବେ। ଏ ବିଷୟରେ ତ ବିଶେଷ କିଛି ମୋତେ ଜଣା ନାହିଁ, ମୁଁ ଯାତ୍ରାରେ ଥିଲେ ବି ଅଭିନୟ କରୁଥିବି। ତ କଳାକାର ଆମ ମାନଙ୍କ ଉପରେ ଯେତେବେଳେ ଗୋଟେ କଣ ଅସୁବିଧା ହଉଛି ତ ସମସ୍ତେ କଳାକାର एकजुट ହେଇକି ଆସୁଛନ୍ତି। ଆଉ କଳାକାର ଆସିକି ତ ଆମର ସମସ୍ତେ ଆସିଛନ୍ତି, ଆମର ବାପି ବାବୁ, ସୁଭାଷ ବାବୁ, ଦୈତାରୀ ନନା ସବୁ ତ ଆସିଛନ୍ତି। ଆଉ ତାଙ୍କର ସବୁ ବଡ ବଡ ଗୁରୁଜନ ମାନେ ସବୁ ଅଛନ୍ତି, ସେମାନେ ସବୁ କଣ ନିଷ୍ପତ୍ତି ନେବେ। ଆମର ସେ ନରୀ ପଣ୍ଡା ଉପରେ କଣ ମାଡ ହେଇଛି ସେଇ ବିଷୟରେ କଣ ଆଲୋଚନା ହବ, ଗୋଟେ କଣ ଡିସ୍କସ ହବ ମାଲିକ କଳାକାର ଭିତରେ, ସେଇ ବିଷୟରେ ଆସିଛୁ। ଆଉ ଆପଣ ଜାଣିନାହାନ୍ତି ନରୀପଣ୍ଡାକୁ ମାଡ ହେଇଛି ବୋଲି ନା ମୁଁ ଶୁଣିଛି ତ ସେଥିପାଇଁ ମୁଁ ଆସିଛି। ସମସ୍ତେ କଳାକାର ଯେହେତୁ ଆସିଛନ୍ତି ମୁଁ ଆସିଛି, ଆଉ କଣ କହିବି। ଜଣେ ଯାତ୍ରା ମାଲିକ ଜଣେ କଳାକାରଙ୍କୁ ଟଙ୍କା ପଇସା ଉପରେ ନେଇକି ମାଡ ମାରିବା କେତେ ଠିକ? ଟଙ୍କା ପଇସା ତାଙ୍କର କଣ କଥାବାର୍ତ୍ତା ହେଇଥିବେ, କଣ କଥାବାର୍ତ୍ତା ହେଇଥିବେ ସେଇଟା ସିଏ ମାଲିକ ଜାଣିଥିବ, ସେ କଳାକାର ଜାଣିଥିବେ, ସେମାନେ ସମସ୍ତେ ଜାଣିଥିବେ। ତ ମୁଁ ଆଉ କଣ କହିବି। ଆପଣ କଣ ଜାଣିଛନ୍ତି? ମୁଁ କଣ ଜାଣିଛି, ଏ ତ ଶୁଣୁଛି ମାଡ ହେଇଛି ବୋଲି। ଆଉ ସେଥିପାଇଁ ଆମ କଳାକାର ମାନେ ସବୁ ଆସିଛନ୍ତି, ଗୋଟେ ମାନେ ସମସ୍ତେ କରୁଛନ୍ତି ମାଲିକ କେମିତି ମାନେ ସମାଧାନ କରିକି ଗୋଟେ ସମସ୍ୟାର ସମାଧାନ କରିବା ପାଇଁ କରନ୍ତୁ ଏବଂ କଳାକାର ବି ଶୃଙ୍ଖଳାରେ ରହିବେ। ମାଲିକ ମାନେ ଭଲରେ ରଖିଲେ ସମସ୍ତେ କଳାକାର ମାନେ एकजुट ହେଇକି ଅଭିନୟ କରିବେ, ଦର୍ଶକ ମାନଙ୍କୁ ଦେଖିବେ। ଆଉ କଣ ମାଡ ହେଇଛି, ଏତେ ଦିନ ବିତିଗଲାଣି, ଆପଣଙ୍କ କଳାକାରଙ୍କ ଭିତରେ ତ କିଛି ଡିସ୍କସନ ହଉଥିବ ନା? ଏଇ ଡିସ୍କସନ ହଉଛି ବା, ଆସିଛନ୍ତି କଣ ଗୋଟେ କରିବେ। ଆମ ବାପି ବାବୁ ଆସିଛନ୍ତି, ଦୈତାନା ଆସିଛନ୍ତି, ଆଉ ହଉଛି ଆମର ସବୁ ଅଲ ଷ୍ଟାଫ କୁନା ଭାଇ ଆସିଛନ୍ତି। ଆଉ କଣ କହିବି, ତ ଚାଲିଛି ଆଉ। ନମିତା ବି ଅଛି, ସମସ୍ତେ, ମିଟୁନା ଅଛି, ଡଲି ଅପା ଅଛି, ରଞ୍ଜି ଅପା ଅଛି, ସବୁ ପ୍ରାୟ ସମସ୍ତେ ଅଛନ୍ତି।